ସହର ଉପକଣ୍ଠରେ ଜଣେ ସନ୍ଥ ରହୁଥିଲେ। ଜନଗହଳି ଗାଡ଼ି ମଟର ଭିଡ଼ ଭାଡ଼ଠାରୁ ଏ ସ୍ଥାନଟି ଥିଲା ସମ୍ପୂର୍ଣ୍ଣ ମୁକ୍ତ। ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ଡେଙ୍ଗା ଡେଙ୍ଗା ଗଛ ଆଉ ଅଳ୍ପ କିଛି କୁଡ଼ିଆ ଘର ଥିଲା। ସନ୍ଥ ଜଣକ ନିଜ କୁଟୀରକୁ ଖୁବ୍ ପରିଷ୍କାର ପରିଚ୍ଛନ୍ନ ରଖୁଥିଲେ। ଚାରିପଟରେ ନାନା ରକମର ଫୁଲ, ଫଳ ଆଉ ପନିପରିବା ଗଛ ଆକର୍ଷଣୀୟ ଦିଶୁଥିଲା। ସନ୍ଥ ନିଜ ସନ୍ତାନ ପରି ସମସ୍ତ ଗଛଲତାର ସେବା ଯତ୍ନ ନେଉଥିଲେ। କୁଡ଼ିଆକୁ ଆସୁଥିବା ଅତିଥିଙ୍କୁ ସନ୍ଥ ନିଜ ବାରିରୁ ତୋଳିଥିବା ଫଳ ଆଉ ପନିପରିବା ବାଣ୍ଟି ଦିଅନ୍ତି। ଦିନର ଅନ୍ୟ ସମୟ ପୂଜାପାଠ, ଶାସ୍ତ୍ର ଅଧ୍ୟୟନରେ ବିତି ଯାଉଥିଲା। ସନ୍ଧ୍ୟା ସମୟରେ ଆଖପାଖର ଲୋକ ତାଙ୍କ ପାଖକୁ ଛୁଟି ଆସୁଥିଲେ। ସନ୍ଥଙ୍କ ତୁଣ୍ଡରୁ ଗୀତା, ଭାଗବତ, ପୁରାଣ, ଶାସ୍ତ୍ର ଶ୍ରବଣ କରି ଉପସ୍ଥିତ ଶ୍ରୋତାଗଣ ଖୁସି ହୋଇ ଉଠୁଥିଲେ। ଦିନେ ସକାଳୁ ସନ୍ଥ ପାଖ ବଜାରକୁ ଯାଇଥାନ୍ତି। ଏହି ସମୟରେ ଦୂର ସହରରୁ ଆସିଥିବା ଜଣେ ଯୁବକ ସହିତ ତାଙ୍କର ଭେଟ ହୋଇଗଲା। ଯୁବକଟି ସନ୍ଥଙ୍କ ବିଷୟରେ ଅଳ୍ପ ବହୁତ ଜାଣିଥିଲେ। ଯୁବକ ଜଣକ ମେଳାପୀ ଆଉ ମିଷ୍ଟାଭାଷୀ। ମାତ୍ର ସ୍ୱଳ୍ପ ସମୟରେ ସନ୍ଥଙ୍କ ସହିତ ଖୁବ୍ ଭଲ ଭାବରେ ପରିଚିତ ହୋଇଗଲେ। ସନ୍ଥ ଯେତେବେଳେ ନିଜ କୁଟୀରକୁ ପ୍ରସ୍ଥାନ କଲେ, ଯୁବକ ବି ତାଙ୍କ ସହିତ ଧାଇଁ ଆସିଲେ। ପୂଜା ସମୟ ହେଉଥାଏ। ଯୁବକକୁ ପାଣି ଗିଲାସଟେ ଦେଇ ସେ ବସାଇବାର ଅନୁଗ୍ରହ କଲେ। ସନ୍ଥଙ୍କ ସରଳ ବ୍ୟବହାରରେ ଯୁବକଟି ପ୍ରସନ୍ନ ଦିଶୁଥାଏ। ଏହି ସମୟରେ ଯୁବକ ପ୍ରଶ୍ନ କଲେ, "ଆଚ୍ଛା ମହାତ୍ମା, ସତରେ କ'ଣ ଆପଣ ଈଶ୍ୱରକୁ ଦେଖିଛନ୍ତି?" ଏ ପ୍ରଶ୍ନରେ ସନ୍ଥ ପୂରାପୂରି ନୀରବ ପଡ଼ିଗଲେ। ଯୁବକ ପୁଣି ପ୍ରଶ୍ନ କଲେ, "ଆପଣ କ'ଣ ଆତ୍ମାକୁ ବିଶ୍ୱାସ କରନ୍ତି?" ଏଥର ବି ସନ୍ଥ ନୀରବ ରହିଲେ। ଯୁବକ ନିଶ୍ଚିତ ହେଲେ ସନ୍ଥଙ୍କ ପାଖରେ ଏହାର କୌଣସି ଉତ୍ତର ନାହିଁ। ତେଣୁ ବିଦାୟ ନେବାକୁ ବାହାରିଲେ। ଯିବାକୁ ପ୍ରସ୍ତୁତ ହେଲେ। ସନ୍ଥ ତାଙ୍କ ସହିତ ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଗଲେ। ଏହି ସମୟରେ ଯୁବକଙ୍କ ଆଖି ନିକଟରେ ଥିବା ଗୋଲାପ ଗଛ ଗୁଡ଼ିକ ଉପରେ ପଡ଼ିଲା। ସେ କହିଲେ, "ଗୋଲାପ ଫୁଲର କି ଚମତ୍କାର ମହକ!" ସନ୍ଥ ପ୍ରଶ୍ନ କଲେ, "ତମେ କ'ଣ ଫୁଲର ମହକକୁ ଦେଖିପାରିଲ?" ଯୁବକ କହିଲେ, "ଭଲା ଫୁଲର ମହକକୁ କ'ଣ ଦେଖି ହୁଏ?" ସନ୍ଥ କହିଲେ, "ଟିକେ ପୂର୍ବରୁ ତୁମେ ପଚାରିଥିବା ପ୍ରଶ୍ନର ଏହା ହିଁ ଉତ୍ତର। ଏ ଜଗତରେ ଈଶ୍ୱରଙ୍କ ଅସ୍ତିତ୍ୱ ଠିକ୍ ସେହିଭଳି। ସ୍ୱଚକ୍ଷୁରେ ଆମେ ଈଶ୍ୱରଙ୍କ ପ୍ରତିମାକୁ ଦେଖୁ, ହେଲେ ଆତ୍ମା ଈଶ୍ୱରଙ୍କ ଅସ୍ତିତ୍ୱକୁ ଅନୁଭବ କରିପାରେ। ତୁମେ ଯନ୍ତ୍ରଣାରେ କଷ୍ଟ ପାଉଥିବା ରୋଗୀର ଯନ୍ତ୍ରଣାକୁ କ'ଣ ଦେଖିପାର?" ଯୁବକଟି ଏଥର ନିଜର ଉତ୍ତର ପାଇ ସାରିଥିଲେ। ସନ୍ଥଙ୍କ ପାଦଧୂଳି ମଥାରେ ଲଗାଇ ନିଜ ରାସ୍ତାରେ ଆଗକୁ ବଢ଼ିଲେ।